ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ। ସୁତ ଉବାଚ। ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରସ ମନେ ମନେ ଗୁଣି ଗୁରୁଙ୍କୁ ମନେ ମନେ ଧ୍ୟାଇ ପରମ ପ୍ରୀତି ବାକେ ଗାଇ ଜୀବର ହିତେ କୃତକୃତ୍ୟ ହସି କହନ୍ତି ମୁନି ସୁତ ଯେ ସୁକ ଏକାନ୍ତ ଗମନ କରିଣ ଦେହ କଲେ ଶୂନ୍ୟ ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି ପିତାର ସ୍ନେହ ରକ୍ଷା ଅର୍ଥେ ଉତ୍ତର ଦେଲେ ବୃକ୍ଷ ପଥେ ତାହାଙ୍କୁ ମୋର ନମସ୍କାର ଯେ ହୃଦ ସର୍ବ ପ୍ରାଣୀଙ୍କର ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତ୍ତେ ଅଖିଳ ବେଦର ଯେ ସାର ଯେ ଅନୁଭବ ଆପଣାର କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର ବାଣୀ ନର ଯେ ନାରାୟଣ ଯେ ଗ୍ରନ୍ଥ ସଂସାର ତାରଣ ଉଦିତ କଲେ ଏ ସଂସାରେ ନମଇ ତାହାଙ୍କ ପୟରେ ଏମନ୍ତେ ନମସ୍କାର କରି କହନ୍ତି ମନେ ମଦ ଭରି ଶୁଣ ସକଳ ମୁନିଜନ ସାଧୁ ଏ ତୁମ୍ଭର ବଚନ ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି ପରମ ଧର୍ମ ଏ ଜଗତେ କୃଷ୍ଣ ଭକତି ଯେଉଁ ମତେ ଫଳର ଆଶା ଯହିଁ ନାହିଁ ବିଘ୍ନ ପଶିବ ଅବା କାହିଁ ଯେ ଭକ୍ତି ବଳେ ଏ ସଂସାର ନୁହଁଇ ପୁଣ ଏ ଜୀବର ଭକତି କଲେ ଜ୍ଞାନ ହୋଏ ଜୀବନ ପଡ଼େ ମାୟା ମୋହେ କୃଷ୍ଣ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର ଅର୍ଥ ସଞ୍ଚନ୍ତି ଯେତେ ନର କେବଳ ଦୁଃଖ ତାହାଙ୍କର ଅର୍ଥେ ନ ପାଇ ଧର୍ମ ମୋକ୍ଷ ସେ କାମ ଲୋଭଟି ପ୍ରତ୍ୟକ୍ଷ ଇନ୍ଦ୍ରିୟ ଅର୍ଥେ ପ୍ରିୟ ଯେତେ ଲୋଭେ ଭ୍ରମର କାମ ଅର୍ଥେ ଯାବତ ଜୀବନ ଧରଇ କାମ ଲୋଭରେ ସୁଖ କାହିଁ ଜୀବର ତତ୍ତ୍ୱ ଜାଣିବାରେ କେ ଜ୍ଞାନୀ ଅଛି ଏ ସଂସାରେ ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ଜ୍ଞାନ କହନ୍ତି ଏ ଜଗତେ କେହୁ କହନ୍ତି ବ୍ରହ୍ମ ତତ୍ତ୍ୱ କେହ ବା ବୋଲେ ପରମାର୍ଥ କେହୁ ବୋଲନ୍ତି ଭଗବାନ ନିର୍ମଳ ରସ ଗପ୍ୟ ଜ୍ଞାନ ସେ ବୋଲେ ଶ୍ରଦ୍ଧା ଯେ କରନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି କରନ୍ତି ବିଷ୍ଣୁରେ ଭକତି ଆତ୍ମାରେ ଆତ୍ମାକୁ ଦେଖନ୍ତି ହରିଚରଣେ ଭକ୍ତି ଜାତ ଅଜ୍ଞାନେ ନ ଜାଣେ ଜଗତ ଏଣୁ ଏ ଅଖିଳ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ ସ୍ୱଭାବ ଧର୍ମ ଆଚରଣୀ ଭକ୍ତି ଉପୁଜେ ନାରାୟଣୀ ତେଣୁ ସନ୍ତୋଷ କୃଷ୍ଣ ହୋଇ ପ୍ରାଣୀ କି ଚଉବର୍ଗ ଦେଇ ଏ ଘେନି ହୋଇ ଏକ ମନ ଭାବେ ତ ଶିବ ଭଗବାନ ଶ୍ରୀକୃଷ୍ଣ ଜନ୍ମ କର୍ମ ଯେତେ ନିତ୍ୟ ଶୁଣିବ କର୍ଣ୍ଣ ପଥେ ନିର୍ମଳ କରି ଦୃଢ଼ ମନ ନିରତେ କରିବ କୀର୍ତ୍ତନ ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ ପୂଜା କରିବ ସୂକ୍ଷ୍ମ କଳ୍ପେ ଏ ଭାବେ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ ଏଣୁ ଜଗତେ ଜ୍ଞାନୀ ଯେତେ କୃଷ୍ଣ ନ ଭଜି ବେକେ ମନ୍ତେ କୃଷ୍ଣ କଥାରେ ରତି ଯାର ସେ ପ୍ରାଣୀ ଭବ ମଧ୍ୟେ ସାର ହରିଚରଣେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା ସେ ପୁଣ୍ୟ ସାଧୁ ସଙ୍ଗ ମିଳେ ପୁଣ୍ୟ ତୀର୍ଥକୁ ଆଶ୍ରୟ କଲେ ଭକତ ସଙ୍ଗେ ଯେବେ ମିଶେ ତେବେ ସେ ହରି ରସେ ରସେ
କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ଗୁଣନ୍ତି। ତାହାଙ୍କ ହୃଦେ ହରି ବସେ ସକଳ କଳ୍ମଷ ବିନାଶେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ ବେଦେ କହନ୍ତି ମୁନିଜନ। ସାଧୁ ଜନଙ୍କ ମିତ୍ର ହରି ଏଣୁ ଭକତ କୁଆବରି। ହେଳେ ତାରଇ ଭବ ସିନ୍ଧୁ ଯେଣୁ ଭକତ ଜନ ବନ୍ଧୁ। ଭକତ ଜନ ସେବା ପଳେ ଦହନ ହନ୍ତି ଅମଙ୍ଗଳେ। ତେଣୁ ସେ ଗୋବିନ୍ଦ ବିଷୟେ ଭକ୍ତି ଉପୁଜେ ନର ଦେହେ। ସ୍ୱଭାବେ ରଜ ତମ ଦୁଇ କାମାଦି ଯେତେ ରିପୁ ଥାଇ। ଚିତ୍ତୁ ବାହାର ହୋଇଯାନ୍ତି ସାତ୍ವಿକ ଗୁଣ ଆବରନ୍ତି। ଏହି ପ୍ରକାରେ ଯେବେ ମନ ହୋଇବ ନିର୍ମଳ ପ୍ରସନ୍ନ। ତେବେ ସେ ଭକ୍ତି ଯୋଗ ବଳେ କୃଷ୍ଣ ଭକତ ସଙ୍ଗ ମେଳେ। ନିର୍ମଳ ଜ୍ଞାନ ପ୍ରକାଶଇ ଜନ୍ମ ମରଣ ଆଉ କାହିଁ। ଅଶେଷ କର୍ମ ଗଣ୍ଠି ଛନ୍ଦ ଏଣେ ଛିଡ଼ଇ ସର୍ବଦ୍ୱନ୍ଦ। ସର୍ବ ସଂଶୟ ତୁଲେ କର୍ମ ତୁଟଇ ବିଶ୍ୱ ମାୟା ଭ୍ରମ। ଆତ୍ମାରେ ଆତ୍ମାକୁ ଦେଖନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏଣୁ ପଣ୍ଡିତ ଜନ ଯେତେ ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟ ଦୃଢ଼ ଚିତ୍ତେ ନିତ୍ୟ ଭଜନ୍ତି ଆତ୍ମା ହିତେ। ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତି ଜନମାତ। ଯେ ସତ୍ୱ ରଜ ତମ ଗୁଣ ସୃଷ୍ଟି ପାଳନ ସଂହାରଣ। ଅନାଦି ପରମ ପୁରୁଷ ଏ ତିନି ଗୁଣେ ସେ ପ୍ରକାଶ। ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ପାଳନେ ବିଷ୍ଣୁ ସେ ବୋଲାଇ। ସଂହାର କାଳେ ରୁଦ୍ର ରୂପେ ସୁଖେ ବିହରେ ମୋହ କଳ୍ପେ। ସେ ଶୁଦ୍ଧ ସତ୍ୱ ବିଷ୍ଣୁ ଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ। କାଷ୍ଠ ସଂଯୋଗେ ଧୂମ ଜାତ ଧୂମରୁ ଅନଳ ସମ୍ଭୂତ। ତୃତୀୟ ଅଙ୍ଗାର ପ୍ରମାଣ ତାମସ ରଜ ସତ୍ୱ ଗୁଣ। ଏ ଭାବେ ବ୍ରହ୍ମ ପରିମାଣି ଭବସାଗର ତରେ ପ୍ରାଣୀ। ନିର୍ମଳ ଚେତା ମୁନି ଯେତେ ବିଚାର କରି ଆତ୍ମା ହିତେ। ବିଷ୍ଣୁଙ୍କୁ ସତ୍ୱ ଗୁଣେ ଜାଣି ଭଜିଲେ ମୋକ୍ଷ ପରିମାଣି। ତାମସ ରଜ ଗୁଣେ ଯେତେ ଯେ ଭୂତପତି ଏ ଜଗତେ। ସ୍ୱଭାବେ ଘୋର ଭୟଙ୍କର ଏଣୁ ନ ଭଜେ ସାଧୁ ନର। ଅହିଂସା ଶାନ୍ତି ଗୁଣେ ଥାନ୍ତି ହରିଚରିତ ଚିତ୍ତେ ଚିନ୍ତି। ଧନ ସମ୍ପଦେ ଯାର ଇଚ୍ଛା ସେ କରେ ଭୂତ ପ୍ରେତ ଦୀକ୍ଷା। ସଂସାରେ ଦେବ ଯଜ୍ଞ ଯେତେ ଯୋଗ ସାଧନ କ୍ରିୟା ମତେ। ପରମ ଜ୍ଞାନ ତପ ଆଦି କଠୋର ଯେତେ ଧର୍ମ ସାଧି। ଏ ସର୍ବଗତି ନାରାୟଣ ଏବେ ହୋ ମୁନି ଗଣେ ଶୁଣ। ଏ ସର୍ବ ବିଧି ଧର୍ମ ଯେତେ କରିବ ବିଷ୍ଣୁ ପ୍ରୀତି ଅର୍ଥେ। ଏ ତିନି ଗୁଣେ ନାରାୟଣ ସୃଷ୍ଟି ପାଳନ ସଂହାରଣ। ଏ ମନ୍ତେ ବିଶ୍ୱରୂପ ଧରେ ମାୟା ସଂସାରେ ସେ ବିହରେ। ସ୍ୱଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବରି। ସକଳ ଜୀବ ମଧ୍ୟେ ଥାଇ ଅଜ୍ଞାନେ ଜୀବ ନ ଜାଣଇ। ଅଶେଷ ମହିମା ଯେ ଧରେ କିବା ଉପମା ଦେବା ତାରେ। ସେ ହରି ଚରଣ ପଙ୍କଜ ସୁଜନ ଜନ ନିତ୍ୟ ଭଜ। କହଇ ଦାସ ଜଗନ୍ନାଥ ଗୀତ ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାं प्रथमस्कन्धे नैमिषोपाख्याने द्वितीयोऽध्यायः।